महाराणी सुशीला स्वामी आज कौन तुमर मन अच्छी स्वामी आज कौ दिन तुमर कौन मन अच्छी हाँ स्वामी मोर सब किछ मन अच्छी हेले आपण कहि देखिले मु कही देखी ताले ठीक अच्छे महाराणी सुशीला आज हूँ आम पुअर जन्मदिन जन्मदिन ले राणी सुशीला हाँ स्वामी ले पर्यंत तो मो पुअर कौन देखा नहीं ले से गला कुआड़े स्वामी चंद्र खेलिबा पई जाईची खेलिबा पई पठे देछ हाँ ले राणी सुशीला स्वामी ताले ठीक अच्छी ताको टिके आमे अनुसंधान करिबा हाँ स्वामी ताले ठीक अच्छी तमे एपटे देखो मु से पटे देखुची हाउ अरे बाबा चंद्र चंद्र अरे धना ए गेला तू चंद्र तू कुआड़े गलु बाबा अरे धना बाबा माँ घ्याला तुम्हारा भक्ति भरा भविष्य प्रणाम भगवंतर मंगल करंतु रे बाबा ए चंद्र हाँ माँ एते बेड़ा जाए कोठी दिलु धन्ना माँ माँ आपण मन को न जाने की ए आम राजवासर बाहर को चली जाइथिली मो सांग साथी मान सहित कि समय अतिबाहित करबा ए गेला माँ बापा को न जणे कि चली गले हेबो कि चंद्र नाई जे बापा केते रागुछंती बाबा मो पर रागी छंदी हाँ ओहो सेति भाई बाबा मो सहित कथा बर देहो नांती ए धना हाँ माँ से तत कोन कहिबा को चाहुचंती मते पुणी किछ खाइबे हाँ ठीक अच्छे ताले मु देखि नउछि बाबा आपण कोन सतरे मो पर रागी छंदी मते क्षमा कर दियंतो एमिति भुलाउ केबे भी करबिनी बाबा अरे बाबा चंद्र बाबा तो ऊपर कौन मो रागी पारिबी रे बाबा मु जानिछि बाबा नहीं बाबा नहीं तो माटा टिके तते थट्टा करथिला रे बाबा अच्छा हेले बाबा चंद्र हाँ बाबा आज कौ दिन तोर कौन मन नहीं को दिन नाइ तो बाबा मोर किछ मन पडुनी तोर किछि मन पड़े नाइ तो अरे बाबा चंद्र हाँ बाबा आज हूँ तोर जन्मदिन अरे बाप रे आज मो जन्मदिन अरे बाबा मु तो संपूर्ण भाव में भूली जाती सतरे बाबा आज मो जन्मदिन ना हमें बहुत आडंबर सहित मनेबा बहुत आनंद करिबा ना कौन कह क्षमा तू ठीक कहिछि रे बाबा हेले ए बाबा चंद्र बाबा तो मात टिके तते किछि कहिबा पई चाहुछि रे बाबा अच्छा माँ मो जन्मदिन रे आपण पुणी मो पाई किछ कहबे ए चंद्र हाँ माँ तो जन्मदिन रे ना अच्छा बहुत धूमधाम रे करिबा सतरे आउ ना हाँ हमर राजवासटा ए राजवंश उठुते बाबा सुते सतरे हाँ सतरे ए शुभ लगन रे ए शुभ मिलन रे ए शुभ लगन रे शुभ मिलन रे हंस खुशी रे हंसी उठी राजा बाबना मपुआर जन्मदिन चंद्र जन्मदिन
ଆପଣ ହଠାତ୍ ଏମିତି ଲାଜ ହେଇଗଲେ ଯେ? ହଁ ମା। ଲାଜିବିନି କେମିତି? ଆଚ୍ଛା। ଆରେ ବାବା ଚନ୍ଦ୍ର, ହଁ ବାବା। ତୋ ମା ଆଉ ତୁ ଏତେ କିଛି କ୍ଷଣ କଥାବାର୍ତ୍ତା ହେଇକି କିଛି କ୍ଷଣ ଏଠି ବିଶ୍ରାମ କର। ଆଚ୍ଛା ମୁଁ ଆସୁଛି ରେ ବାବା। ଠିକ ଅଛି ବାବା, ହେଲେ ଆପଣ ଶୀଘ୍ର ଫେରି ଆସିବେ। ତାହେଲେ ଠିକ ଅଛି ରେ ବାବା। ଠିକ ଅଛି ବାବା, ତାହେଲେ ମୁଁ ଯାଉଛି। ଠିକ ଅଛି। ଆଚ୍ଛା ମା, ବାବା ତ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ମୋ ପାଇଁ କୌଣସି ଉପହାର ଆଣି ନାହାନ୍ତି। ଆଉ ସିଧାସଳଖ ଭାବରେ କହିଦେଲେ ମୁଁ କାଳେ ବିଶ୍ରାମାଳୟକୁ ବିଶ୍ରାମ କରିବା ପାଇଁ ଯାଉଛି। ହେଲେ ମା, ମୁଁ ଜାଣିଛି ଆପଣ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ମୋ ପାଇଁ କୌଣସି ନା କୌଣସି ଉପହାର ନିଶ୍ଚୟ ଭାବରେ ଆଣିଥିବେ। ଆଣିଛି ରେ ଧନ, ଆଣିଛି। କଣ ଆଣିଛନ୍ତି? ତୋ ପାଇଁ କଣ ଆଣିଛି ଜାଣିଛୁ? କଣ? ତୋ ପାଇଁ ନୂଆ ପୋଷାକ ଆଣିଛି। ଆରେ ବାପୁ, ଆପଣ ପୁଣି ମୋ ପାଇଁ ନୂଆ ପୋଷାକ ଆଣିଛନ୍ତି? ହଁ ରେ ଚନ୍ଦ୍ର। କୋଉଠି ଅଛି ଶୀଘ୍ର ଦେଖାଉନ। ଏ ଗେଲା। ହଁ ମା, କାଇଁ ଏତେ ବ୍ୟସ୍ତ ଚନ୍ଦ୍ର? ମତେ ଶୀଘ୍ର ଦେଖିବାର ଅଛି। ସେଇଠି ରଖିଛି। ଶୀଘ୍ର ଆଣ। ଆଣୁଛି। ଆଣ ଆଣୁଛି। ଆଣ। ଆଣୁଛି। ଏ ଚନ୍ଦ୍ର, ହଁ ମା, ଏ ନୂଆ ବସ୍ତ୍ରକୁ ପରିଧାନ କରି ଆସିବୁ ରେ ଧନ। ନିଶ୍ଚୟ ମା। ମୁଁ ତତେ ଦେଖିବାକୁ ଚାହେଁ ରେ ଚନ୍ଦ୍ର। ଆଚ୍ଛା, ହେଲେ ସତ କଥାଟି କହିବି? ସତରେ ମା, ମୋ ଜନ୍ମଦିନରେ ଦେଇଥିବା ଏଇ ଆପଣଙ୍କ ନୂତନ ଉପହାର ମାନେ ମୋ ନୂତନ ବସ୍ତ୍ର ନା ଦେଖିବାକୁ ବହୁତ ସୁନ୍ଦର ଦେଖାଯାଉଛି। ସୁନ୍ଦର ହେବନି କେମିତି? ଆଚ୍ଛା। ମୋ ପୁଅ ଚନ୍ଦ୍ର ଯେମିତି ସୁନ୍ଦର, ହଁ ତା ବସ୍ତ୍ର ବି ସେମିତି ସୁନ୍ଦର। ସତରେ? ଆଉ କଣ ଜାଣିଛୁ ଚନ୍ଦ୍ର? କଣ? ଏ ଧନ, ହଁ ମା, ତୁ ଗୋଟିଏ ଚାଉଲେ ଗଢାରେ ଚନ୍ଦ୍ର। ମୁଁ ପୁଣି ଗୋଟିଏ ଚାଉଳରେ ଗଢା। ହଁ। ଠିକ ଅଛି, ତାହେଲେ ମୁଁ ଏଇନେ ଯାଉଛି ଆଉ ଆପଣଙ୍କ ଦେଇଥିବା ନୂତନ ବସ୍ତ୍ରକୁ ମୁଁ ପରିଧାନ କରିକି ଆପଣଙ୍କ ନିକଟକୁ ଆସିବି। ଏ ଧନ, ହଁ ମା, ଡେରି କରିବୁନି। ଜମାରୁ ଡେରି କରିବିନି। ହେଲା, ତାହେଲେ ଆସୁଛି। ଆଉ ଆସୁଛି। ହଁ। ଆସୁଛି। ହଁ। ତା ସହିତ ଟିକେ ରାସଲୀଳା ଆରମ୍ଭ କରିଦେବେ। ସୁବର୍ଣ୍ଣପୁର ମହାରାଣୀ ସୁଶୀଳାଙ୍କର ଜୟ ହେଉ। ସୁବର୍ଣ୍ଣପୁର ମହାରାଣୀ ସୁଶୀଳାଙ୍କର ଜୟ ହେଉ। କିଏ? କାଳ ପ୍ରଳୟ? ହଁ,
ତମେ କଣ ପାଇଁ ଆସିଛ? ରାଜା ତ ଘରେ ନାହାନ୍ତି। ରାଜା ନଥିଲେ କଣ ହେଲା? ଆରେ ତମେ ପରା ଅଛ। ମୋ ପାଖରେ ତମର କଣ କାମ ଅଛି? ଅଛି ତମ ପାଖରେ ମୋର ଅସଳ କାମଟା ଅଛି। ଏ ମହାରାଣୀ ସୁଶୀଳା, ବହୁତ ଦିନରୁ କହିବି ବୋଲି ଭାବୁଥିଲି, ହେଲେ ଏ ଯାଇ ମୁଁ ତମକୁ କିଛି ବି କହିପାରିନି। କଣ କହିବି ହେଲେ ଆଜି ଯେତେବେଳେ ସୁଯୋଗ ମିଳିଛି ମୁଁ ତମକୁ ମନ ଖୋଲି କହିଦେବି। କଣ କହିବ କହୁଛ? ତାହେଲେ ଶୁଣ ମହାରାଣୀ ସୁଶୀଳା, ମୁଁ ତମକୁ ଭଲ ପାଉଛି। ଏ ମହାରାଣୀ ସୁଶୀଳା, এই ସମସ୍ତେ କହନ୍ତି ଆଉ ତମ ପାଟିରୁ ବି ଶୁଣିଛି ଯେ এই ସୁବର୍ଣ୍ଣପୁର ମହାରାଣୀ ସୁଶୀଳା ଗୋଟାଏ ଭାରି ସୁନ୍ଦରୀ। ସେନାପତି, ତମ କଥା ସମ୍ଭବ ନୁହଁ। ଏ ମହାରାଣୀ ସୁଶୀଳା, ଆଜି ରାତିରେ ତମେ ଉତ୍ତମ ଭାବରେ ଚର୍ଚ୍ଚା କରି ତମେ ମୋତେ ଏଠୁ ବିଦା କରିବ। ତା ନହେଲେ ଏ କାଳ ପ୍ରଳୟଟା ଏମିତି ପ୍ରଳୟ ସୃଷ୍ଟି କରିଦେବ ଯେ ତମେ ଚୌଦିଗଟେ ଖାଲି ଅନ୍ଧକାର ଦେଖାଯିବ। ମହାରାଣୀ ସୁଶୀଳା, ତମେ ମତେ ଶବ୍ଦ ଚାପୁଡ଼ା ମାରିବା ପାଇଁ ପ୍ରୟାସ କରୁଥିଲ ନା? ଏ କାଳ ପ୍ରଳୟର କାମନା ନିଆଁରେ ଯେଉଁ ଝିଅ ଥରେ ଘାସ ଦେଇଥିବାରେ ସେ ଜଳି ପଡି ପାଉଁଶ ହେଇଯାଉ। ଏ ମହାରାଣୀ, ତମେ ମୋ ପ୍ରେମକୁ ସ୍ୱୀକାର କରିବ ନା ନାହିଁ? କହ ମହାରାଣୀ, ତମେ ମୋ ପ୍ରେମକୁ ସ୍ୱୀକାର କରିବ କି ନାହିଁ? ତାହେଲେ ମୁଁ ଆଜି ତମେ କହିଲେ ବଳାତ୍କାର କରିବେ, ଆଉ ବଳାତ୍କାର କରି ସାରିଲା ପରେ ମୁଁ ତମକୁ ଦୁଃସତ୍ୟ ଭାବରେ ହତ୍ୟା କରିବି। ବାସ ମହାରାଣୀ, ବିଶ୍ୱାସଘାତକ, ମୋ ଘରେ ରହି ମୋ ଠକାଇ ପୁଣି ମୋ ରାଣୀଙ୍କ ଉପରକୁ ଖରାପ ନଜର କଲେ ଦେଖୁଛୁ। ତତେ ଟିକେ ଲଜ୍ଜା ଲାଗିବ କଥା। ଆପଣ ଆସିଲେ ବହୁତ ବଢିଆ କଲେ ମହାରାଜ, ବହୁତ ବଢିଆ କଲେ ମହାରାଣୀ ସହିତ ମୋର ଟିକେ ପ୍ରେମ ଆଳାପ ହଉଥିଲା।
ଆଉ ଏ ସମୟରେ ଆସିଲେ ମତେ କିନ୍ତୁ ଭଲ ଲାଗିଲାନି ମହାରାଜ ଆଜ ଭଲ ଲାଗିଲାନି ଚୁପ କର ଶୈତାନ ତତେ ମୁଁ କିଛି କହୁନି ବୋଲି ପାଣି ଉପରେ କଥା କହି ଚାଲିଛୁ ସୁବର୍ଣ୍ଣପୁର ମହାରାଜ କର୍ଣ୍ଣେକେଶ୍ୱର ପାଖରେ ଛାର ଏ ସେନାପତିଟା କଣ କଣ କହିପାରିବ ମହାରାଜ କଣ କହିପାରିବ ରେ ବିଶ୍ୱାସଘାତକ ଆରେ ଦୁରାଚାର ମବୁସା କୁକୁର କହୁଛୁ ପଡ଼ିମା କଥାରେ ନାଇଁ ମହାରାଜ ଆରେ ଦୁରାଚାର ମବୁସା କୁକୁର କହୁଛୁ ପଡ଼ିମା କଥାରେ ମୋର ଘରର ଦେଲୁ ମତେ ବଡ଼ ବ୍ୟଥାରେ ରଚନା ହେଟି ତତେ ବିଶ୍ୱାସରେ ବିଷଦ ମତେ ରେ ଲଜନା ହେଟି ତତେ ଏ ମହାରାଜ ବିରମ୍ବନା ଦେଖି ସେନାପତି କର ରଖିଥିଲି ତତେ ମୋହିରେ ବହୁତ ବଢିଆ କଲି ମହାରାଜ ବିରମ୍ବନା ଦେଖି ସେନାପତି କର ରଖିଥିଲି ତତେ ମୋହିରେ ରକ୍ଷକ ହୋଇର ପଟକ ସଜିଲି ମୁଖ ତୋର ଲଜନାଇରେ ଆଲୋ ମନ୍ଦ ପ୍ରକୃତି ଆଜି ନିଶ୍ଚୟ ପାଇବୁ ଶାସ୍ତିରେ ଆରେ ମନ୍ଦ ପ୍ରକୃତି रे ବିଶ୍ୱାସଘାତକ ମୁଁ ତତେ କଣ କହିଲି ମୋ କଥା କଣ ଭଲ ଭାବରେ ବୁଝି ପାରିଲୁନି କଣ ବୁଝିବି ମତେ କଣ ବୁଝେଇଲେ ଯେ ମୁଁ ଏତେ ଶୀଘ୍ର ବୁଝିଯିବି ଏ ମହାରାଜ ତମେ କିଛି ମତେ ବୁଝେଇଲେ ଆଉ ମୁଁ ବୁଝିବି କେମିତି ରେ ବିଶ୍ୱାସଘାତକ ତମେ ତୋର ଶକ୍ତି ଅଛି ତାହେଲେ ଉଠ ଅସ୍ତ୍ର ଓ ତାହେଲେ ଏଇ କଥା ଠିକ ଅଛି ମହାରାଜ ଯୁଦ୍ଧ କରିବା ପୂର୍ବରୁ ମୁଁ ଆପଣଙ୍କୁ ସେଇ ପୁରାଣ ପୃଷ୍ଠାକୁ ନେଇଯିବାକୁ ଚାହେଁ ଆପଣଙ୍କର ବେଶ୍ ମନେ ଥିବ ଚିଚକ ଚିଚକ ମହାରାଜ ଚିଚକ ଚିଚକ ବାହୁବଳ କେମିତି ବିରାଟ ରାଜା ଫେକ୍ ସେମିତି ଏ କାଳପଳର ବିରକ୍ତ ରହିତ ଆଜିର ସୁବର୍ଣ୍ଣପୁର ଅଧୀଚର ରାଜା କର୍ଣ୍ଣେକେଶ୍ୱର ଯେତେବେଳେ ଯୁଦ୍ଧର ଆହ୍ୱାନ କରିଛି ଏ କାଳପଳ ତାକୁ ସାଦରେ ସ୍ୱାଗତ ଜଣାଇଦେଲା ତେବେ ଡେରି କାହିଁକି ଉଠା ରାଜା କର୍ଣ୍ଣେକେଶ୍ୱର ଏବେ ଉଠା ଅସ୍ତ୍ର ତାହେଲେ ଠିକ ଅଛି ए वज्र घंटा तो पोक टिके पचार तो पोक टिके भल भाव पचार से पर रानी उपरकू खराब नजर देखुला और शेषर ताको बलात्कार करने को चाहूला हेले मत तू कौन पचारुचु तो पोक टिके पचार ତତେ ଟିକେ
লজ্জা লাগিলানি শেষে তো রানী বলে আখে পকেইছিল ଏ ବାବା আরে বাবা ମହାରାଣୀ ସହିତ ଏଠିକି ମୋର ପ୍ରେମ ଆଲୋପ ହେଇଗଲା ଆଉ ମହାରାଣୀ ସହିତ ମୋର ଯଦି ପାପ ନୟନରେ ମିଶିଗଲା ହେଲେ ଏଥିରେ ତମର କଣଟା ଅସୁବିଧା ହେଇଗଲା ବାବା ତମର କଣଟା ଅସୁବିଧା ହେଇଗଲା বাবা শয়তান পো দেখো দেখো মো জীবন তাত জন্ম দেই মু বড় হল কর দেলি তত তুমি মু তত শেষ করতে বলছিল হ্যাঁ হ্যাঁ মু তত শেষ করতে বলছিল আরে বজ্র ঘণ্টা মহারাজ ଆଜି ଦିନଠାରୁ ତତେ ମୁଁ ମନ୍ତ୍ରୀ ପଦରେ ବହିଷ୍କାର କଲି ଆଉ ଶେଷର ତୋ ପୁଅକୁ ବି ସେନାପତି ପଦରେ ମୁଁ ବହିଷ୍କାର କଲି ହେଲେ ମୋ ରାଜ୍ୟରୁ ତମେ ଚାଲିଯାଅ ଭାଇ ଚାଲିଯାଅ মহারাজ নাই আপন এপরি কথা কহতো না মহারাজ আজ মো পুটিকে ভুল করদেলে বলি মতে মন্ত্রী পদরু বহিষ্কার করে দেউছ ହଁ ବାସ୍ নাই মহারাজ নাই ଆପଣଙ୍କୁ ମୁଁ କ୍ଷମା ମାଗୁଛି ମହାରାଜ ଆପଣଙ୍କ ପାଖରେ ମୁଁ ନାହୁରା ହଉଛି ହଁ ହଁ ମୁଁ ନାହୁରା ହଉଛି ରାଜା ମହାରାଜ ଆପଣ ଆପଣ ମୋ ବାପାକୁ ଗୋଇଠା ମାରିଦେଲେ ଆଉ ଗୋଇଠ ମାରିବି ଭଲ କଳନି ମୋର ଏ ସୁନ୍ଦରିଆ ମୁଣ୍ଡଟାକୁ ଆପଣ ସମ୍ପୂର୍ଣ୍ଣ ଭାବେ ବିଗାଡ଼ି ଦେଲେ ରାଜା ମୋ ପିତା ମୋ ପାଇଁ ବୈକୁଣ୍ଠ ମୋ ପିତା ମୋ ପାଇଁ ସ୍ୱର୍ଗ ଠାରୁ ବଡ଼ ମୋ ପିତାଙ୍କ କରତଳ ମୋ ପାଇଁ ଚାରି ଧାମର କ୍ଷେତ୍ରସ୍ଥଳ ହେଲେ ତୁ ମୋ ବାବାଙ୍କୁ ମୋ ଆଖି ସାମ୍ନାରେ ଶବ୍ଦ ଧକ୍କା ଦେଲୁ ଦେଖ ରାଜା ଏ କାଳପ୍ରଳୟଟା ଏମିତି ପ୍ରଳୟ ସୃଷ୍ଟି କରିଦେବ ଯେ ତ ଚଉଦ ଘଣ୍ଟା ଖାଲି ଅନ୍ଧକାରଟା କାଟିବ ରାଜା ଅନ୍ଧକ ଦେଖିବୁ ରାଜା କନ୍ୟକେଶ୍ୱର ତାহলে এই যে
राजा रानी सब कुछ न पाई राम नाम सत्य है ମୋ ରାସ୍ତାରେ ଯେ କଣ୍ଟା ହେବାକୁ ଚେଷ୍ଟା କରିବ ଏଇ ରାଜା ରାଣୀ ଭଳି ଅବସ୍ଥା ତାର ହିଁ ହବ ହେଲେ ବାବା ମୋର ଗୋଟାଏ ଅଫସୋସ ରହିଗଲା ବାବା ସେଇ ଅଫସୋସଟା ହଳ ସୁବର୍ଣ୍ଣପୁରର ଯୁବରାଜ ଚନ୍ଦ୍ରହାସ୍ୟ ତୁ ମନେ ରଖ ଆଜି ଦିନଠାରୁ ତୋରି ଗ୍ରହ ଭାବରେ ଏ କାଳ ପ୍ରଟା ତ ଚତୁର୍ପାର୍ଶ୍ୱରେ ଘୁରି ବୁଲିବ ତୁ ରାଜା ବାଟିରେ ଅଛୁ ନା ଏ କାଳ ପ୍ରଟା খুব শীঘ্র তো রাজা পাঠিয়ে পৌঁছে যাব ଆଉ ଯୋଉଠି ପହଞ୍ଚିବ ଆଉ ଯୋଉଠି ତୋତେ ଦେଖିବ ସେଇଠି ତୋତେ শেষ କରିଦେବ ତ ପ୍ରାଚ শেষ আরে অপেক্ষা কর যুবরাজ চন্দ্রহাস্য অপেক্ষা কর अरे समस्ते शोई पड़ी बाबा माँ अरे उठ यही देख आपण पुत्र चंद्रहास्य आसी जाइए ए माँ ये देखु न आपण देथिबा से नूतन वस्त्र को मैं परिधान करके आसी आपण कौन कहबेनी मुझे देखा जाऊँ माँ ए माँ अरे शीघ्र उठ बापा अरे मु जानी आपण मैंने मो सहित जानी शुणिकी ठाट्टा मजा कर जानी शुणिकी सही बार अभिनय कर उठंतु आप शीघ्र देखी नियंतु माँ हे माँ अरे आपण मैंने उठू ना कौन भाई ए माँ माँ
रे बाबा तो माँ को आ मत जीवन मारी दे रे बाबा से 15 घंटा पुआ 4 घंटा अरे बाबा तू एठू पला रे बाबा नहले तते भी से मारे जीवन मारी देवे रे बाबा रे बाबा से पापी माने को तू दिले ना दिला प्रतिशोध नेबू रे बाबा प्रतिशोध नेबू हे बाबा मुआ बंची पारिबे रे मो हे बाबा तते मरण दुखरा सुआरे सुख भासिना सरिनी सपना राति पाहिलाणी दुखरा सुआरे सुख भासिलाणी दुखरा सुआरे सुख भासिलाणी सरिनी सपना राति लुह सरुनी आखिरु लुह सरुनी आखिरु लुह सरुनी लुह सरुनी बाबा अपन माने मत कुछ पाई मुकाबो देखी बाती विवा मुकाबो देखी बाती ठाकुर अरे तमर एक ही धर्म एक ही नियम मु को जन्म रे की पाप करथिनी आज अपन मते एते कष्ट देई छथि अरे मो जदि अपन का दोषी ताले अपन मो जीवन को नहीं जाई पाते किंतु अपन मो ठार मो मां बाबा को छोड़े नहीं एकटा भला कले रे ठाकुर এইটা বলা বলে এবে কে ভরসা ভরসা কাহা হাত ধরিব খাত ধরি বাট চালি আপর তো মো ঠারু মো মার পড়ত কাল
ମୋ ବାପାଙ୍କ ସ୍ନେହ ଆଦର ସବୁ ଛଡ଼େଇ ନେଇ ଗଲେ। ଯେତେବେଳେ ଖାଦାଟରେ ଚାଲିଯିବି ସମସ୍ତ ସୁବର୍ଣ୍ଣପୁରବାସୀ କହିବେ ଆରେ ସେଇ ଦେଖ ସେ ମା ବାପା ଛୋଟ ପିଲାଟି ଯାଉଛି। ତା କଣ ମୁଁ ଶୁଣି ସହାୟ କରିପାରିବି? କୁହନ୍ତୁ ଠାକୁରେ, ତା କଣ ଶୁଣି ମୁଁ ସହାୟ କରିପାରିବି? କିନ୍ତୁ ହାର ମାନିବି। ମୁଁ ମୋ ମା ବାବାଙ୍କୁ କଥା ଦେଇଛି, ଯେଉଁ ପାପୀ ମାନେ ମୋ ମା ବାବାଙ୍କୁ ଏମିତି ନିର୍ମମ ଭାବରେ ହତ୍ୟା କରିଛନ୍ତି, ଯେଉଁମାନେ ମୋ ସୁନା ସଂସାରକୁ ଉଜାଡ଼ି ଦେଇଛନ୍ତି, କାହାରିକୁ ଛାଡ଼ିବିନି, କାହାରିକୁ ନୁହେଁ, ସମସ୍ତଙ୍କୁ ବିନାଶ କରିବି। ସମସ୍ତଙ୍କୁ। ଏ ଆକାଶ, ଏ ପୃଥିବୀ, ଏ ଦଶ ଦିଗପାଲ, ଆଜି ତମ ସମସ୍ତଙ୍କୁ ମୁଁ ସାକ୍ଷୀ ରଖି କହୁଛି, ଯୋଉ ପାପୀ ମାନେ ମୋ ମା ବାବାକୁ ଏମିତି ନିର୍ମମ ଭାବରେ ହତ୍ୟା କରିଛନ୍ତି, ଯୋଉ ପାପୀ ମାନେ ମୋ ସୁନା ସଂସାରକୁ ଉଜାଡ଼ି ଦେଇଛନ୍ତି, ଯୋଉ ପାପୀ ମାନେ ମତେ ମା ବାପା ଚଉଦ କରିଛନ୍ତି, ସେଇ କାଳ ପ୍ରଳୟ ଏବଂ ବଜ୍ରଘଟ କାହାରିକୁ ଛାଡ଼ିବିନି, କାହାରିକୁ ନୁହେଁ, ସମସ୍ତଙ୍କୁ ମାରିଦେବି, ସମସ୍ତଙ୍କୁ। ଆଉ ଏଇଟା ହଉଛି ଏଇ ଚନ୍ଦ୍ରହାସର ପ୍ରତିଜ୍ଞା। ଦରକାର କରିଲେ ଦୁନିଆକୁ ନିଆଁ ଲଗାଇଦେବି। ଆଜି ମୁଁ ମରି ଯାଇଥିବା ମୋ ମା ବାବାଙ୍କ ପ୍ରତିଜ୍ଞା କରି କହୁଛେ, ସମସ୍ତଙ୍କୁ ମାରିଦେବି, ସମସ୍ତଙ୍କୁ, କାହାରିକୁ ଛାଡ଼ିବି, ବିନାଶ କରିଦେବି, ବିନାଶ, ନିଆଁ ଲଗାଇଦେବି, ନିଆଁ। বাবা, হ্যালো, এ বাবা, আঙ্কেলো, তুমি দেখি পারছ বাবা, তুমি দেখি পারছ, দৌড়ুছি বাবা, কে দৌড়ুছে? চন্দ্রহাস্য দৌড়ুছি। এলে দৌড়, দৌড় চন্দ্রহাস্য, যেতে দূর দৌড়িব দৌড়, দৌড়ি দৌড়ি থকি যাই, পরে কাল প্রলয়ের কাল পাথরে ফসি দিব। বাবা, হ্যালো, চন্দ্রহাস্যটা এই না দৌড়িবা আরম্ভ করছে। আমি বাপ দিটা বেশি তাকে ধরি ধরে নেব, ଆଉ ଯୋଉଠି ଧରି ନେବ ସେଇଠି ତାକୁ ଶେଷ କରିଦେବା ବାବା, ଶେଷ। ବାବା, ତମେ ଡରି କାହିଁକି? ଆସ ବାବା, ଆସ।